चैनल को आपको स्वागत। आज रामायण पढ़ी आपको शुणाइबी। ता पूर्व मनरे भक्ति भाव जाग्रत होगापी मो निज लेखार कई पद भजन पढ़ी आपको शुणा। सबरी अईठा खाई रे से तो बसी मौन होई, सबरी अईठा खाई रे से तो बसी मौन होई। दासिया नड़िया नेला बढ़ाई हाथ, अछुआ ठाकुर बोले जानिला जगत, अछुआ ठाकुर बोली जानिला जगत। तमाया जाने ना केही रे से मो कालिया कोला गोसाई, तमाया जाने ना केही रे से मो कालिया कोला गोसाई। केमिति ठाकुर सीए देखिबाकू गली, चका आखि देखी निजे निजकू भूलिली। केमिति ठाकुर सीए देखिबाकू गली, चका आखि देखी निजे निजकू भूलिली। मथा मोर गला नई रे से मो कालिया कोला गोसाई, से मो कालिया कोला गोसाई। हाथ नाही पाद नाही कान नाही तार, तथापि से पूर्ण ब्रह्म सारा जगतर। हाथ नाही पाद नाही नाही कान तार, तथापि से पूर्ण ब्रह्म सारा जगतर। लीला तार अंत नाही रे से मो कालिया कोला गोसाई, लीला तार अंत नाही रे से मो कालिया कोला गोसाई। राम लक्ष्मण भजन रघुवरं सीतापति सुंदरं, काकुस्थं करुणाकरं गुणनिधि विप्रप्रिय धार्मिकं। राजेन्द्रं सत्यसन्धं दशरथतनयं श्यामलं शान्तमूर्ति, वन्दे लोकाभिरामं रघुकुलतिलकं राघवं रावणारी। ब्रह्मदत्तଙ୍କୁ कुशनाभଙ୍କର कन्या प्रदान। तदन्ते कन्यागण कुशनाभଙ୍କର ଚରଣକୁ ଧରି ତାଙ୍କୁ କରି ନମସ୍କାର। ବୋଇଲେ तात ଶୁଣ ପବନ ଦୁର୍ମତି, ଉପବନେ ପରବେଶ ହୋଇ ଆମ୍ଭ କତି। ଧର୍ମପଥ ହୁଡ଼ି କରି କହିଲେ ଏସନ, ପତି ଭାବେ କର ତୁମ୍ଭେ ଆମ୍ଭଙ୍କୁ ବରଣ। ତାହା ଶୁଣି ଆମ୍ଭେ ମାନେ କହିଲୁ ଏମନ୍ତ, ବ୍ରହ୍ମାଙ୍କର ନାତି କୁଶନାଭ ଆମ୍ଭ तात। ତାହାଙ୍କୁ କହିବା ଅଟେ ଉଚିତ ତୁମ୍ଭର, ଅନ୍ୟାୟ ଅଟଇ ଆମ୍ଭ ଆଗେ କହିବାର। ଆମ୍ଭେମାନେ ଅଟୁ ଯେଣୁ ପିତାଙ୍କ ଅଧୀନ, ସେ କରିପାରନ୍ତି ତୁମ୍ଭ ହସ୍ତରେ ପ୍ରଦାନ। ଏହେତୁ କହୁଛୁ ତୁମ୍ଭେ ନ ରହି ଏଠାରେ, ଇଚ୍ଛା ହେଲେ ଯାଅ ଆମ୍ଭ ପିତାଙ୍କ ପାଶରେ। ତାହା ଶୁଣି ମୂଢ଼ମତି ବାୟୁ କୋପ କରି, ଏ ଦଣ୍ଡ ଦେଇଛି ଆମ୍ଭ ଦେହେ ପଶି କରି। ଶୁଣିକରି କନ୍ୟାଙ୍କର ଏହି ବଚନକୁ ବୋଧ ଦେଇ କୁଶନାଭ କହିଲେ ତାହାଙ୍କୁ, ଶୁଣ ପୁତ୍ରୀ ଗଣେ ତୁମ୍ଭେ ଧର୍ମେ ଦେଇଛି ତ, କ୍ଷମା ଗୁଣେ ରକ୍ଷା କଲ
କୂଳର ମହତ୍ଵ। ତୁମ୍ଭ ଏହି ସାଧୁ କାର୍ଯ୍ୟ ଦେଖି ଆମ୍ଭ ମନ ସନ୍ତୋଷ ଲଭିଲା ଆମ୍ଭେ ବୋଲାଇଲୁ ଧନ୍ୟ। ପ୍ରାଣୀଙ୍କ ଦେହକୁ ଅଟେ କ୍ଷମା ଅଳଙ୍କାର, କ୍ଷମା ଗୁଣହୀନ ଦେହ ଅଟଇ ଅସାର। ସ୍ତ୍ରୀ ବା ପୁରୁଷ ଦେହେ କ୍ଷମା ଗୁଣ ଥିଲେ, ଇନ୍ଦ୍ରପଦ ସମ ହୋଇ ନପାରେ ତା ତୁଲେ। ଦେଖାଇଛ ତୁମ୍ଭେମାନେ ଯେଉଁ କ୍ଷମା ଗୁଣ, ମର୍ତ୍ତ୍ୟପୁରେ ସୁଦୁର୍ଲଭ ଅଟେ ସେହି ଜାଣ। ସତ୍କୁଳ ପ୍ରସୂତ ବ୍ୟକ୍ତି କ୍ଷମା ବହିବାର, ଉଚିତ ଅଟଇ ଏହା ପଣ୍ଡିତ ବ୍ୟବହାର। କ୍ଷମା ଠାରୁ ବଳି ସୃଷ୍ଟି ମଧ୍ୟେ ଧର୍ମ ନାହିଁ, ଧର୍ମ ଅର୍ଥ କାମ ମୋକ୍ଷ କ୍ଷମା ଗୁଣେ ପାଇ। ଏତେ କହି କନ୍ୟାଙ୍କୁ ଯେ ପ୍ରବୋଧନ ଦେଲେ, ବିଦ୍ୟା କରି ମନ୍ତ୍ରୀଗଣ ଘେନି ବିଚାରିଲେ। ଏତେ କହି କନ୍ୟାଙ୍କୁ ଯେ ପ୍ରବୋଧନ କଲେ, ବିଦ୍ୟା କରି ମନ୍ତ୍ରୀଗଣ ଘେନି ବିଚାରିଲେ। କନ୍ୟାଙ୍କର ବିବାହ ସେ କରନ୍ତି ବିଚାର, ବ୍ରହ୍ମଦତ୍ତ ନାମେ ଥିଲେ ଏକ ନରବର। ତାହାଙ୍କର ଚରିତକୁ କହିବା ବୁଝାଇ, ଶୁଣ ରାମଚନ୍ଦ୍ର ଏବେ ତାହା ମନ ଦେଇ। ଚୁଲି ନାମେ ଉର୍ଦ୍ଧ୍ୱରେତା ଥିଲେ ମହାରୁଷି, ଭାବୁଥିଲେ ବ୍ରହ୍ମପଦ ଯୋଗାସନେ ବସି। ଉର୍ମିଳା ପୁତ୍ରୀ ସୋମଦା ନାମରେ ଗନ୍ଧର୍ବୀ, ରହିଥାଏ ସେ ମୁନିଙ୍କ ପାଦ ତଳେ ସେବି। ବହୁ କାଳ ତୀର୍ଥେ ରହି ଯହୁଁ ସେ ସେବିଲା, ମୁନିଙ୍କର ତାହାଠାରେ ଦୟା ଉପୁଜିଲା। ଦିନେ ତାକୁ ସେହି ମୁନି କହିଲେ ମନ୍ତ, ଶୁଣ ଆଗ ନାରୀବର ଆମ୍ଭର ଉଦନ୍ତ। ବହୁ କଷ୍ଟ ସହ୍ୟ କରି କଲୁ ଆମ୍ଭ ସେବା, ମାଗ ଏବେ ତୋର ଇଚ୍ଛା ମତେ ବର ଦେବା। ତାହା ଶୁଣି କର ଯୋଡ଼ି ଗନ୍ଧର୍ବୀ କହଇ, ଧର୍ମଶୀଳ ଏକ ପୁତ୍ର ଦିଅ ଦୟା ବହି। ବାଲ୍ୟକାଳୁ ତୁମ୍ଭ ପାଦେ ସେ ବି ଅଛି ନୀତି, ମୁହିଁ କାହା ଭାର୍ଯ୍ୟା ନୁହେଁ ନାହିଁ ମୋର ପତି। ତାହା ଶୁଣି ଚୁଲି ଋଷି ସନ୍ତୋଷ ଲଭିଲେ, ମନମଧୁ ପୁତ୍ର ଜାତ କରି ତାଙ୍କୁ ଦେଲେ। ବ୍ରହ୍ମ ଋଷି ଦେବା ହେତୁ ବ୍ରହ୍ମଦତ୍ତ ନାମ, ସେ ବାଳକ ବୋଲାଇଲା ଜାଣ ହେ ରାମ। ସୋମଦାସେ ପୁତ୍ର ପାଇ ଆନନ୍ଦେ ପାଳିଲା, ଶୁକ୍ଳପକ୍ଷ ଚନ୍ଦ୍ର ପ୍ରାୟ କୁମର ବଢ଼ିଲା। କାମ୍ପିଲ ନଗରେ ହେଲା ସେହି ନରପତି, ବିଖ୍ୟାତ ହୋଇଲା ପୃଥ୍ୱୀ ମଧ୍ୟେ ତାର କୀର୍ତ୍ତି। ସେ ବ୍ରହ୍ମଦତ୍ତକୁ କୁଶ ନାଭ ବରି ନେଲେ, ପ୍ରୀତି ନାମେ ସତେ କନ୍ୟା ତାଙ୍କୁ ବିବାହ କଲେ। ସତେ କୁବ୍ଜା କନ୍ୟାଙ୍କର ଧରନ୍ତେ ସେ ହସ୍ତ, ସେ କନ୍ୟାଙ୍କ ଦେହୁ କୁବ୍ଜ ଛାଡ଼ିଲା ତରିତ। ଜଗତରେ ସେହି କଥା ଅଦ୍ଭୁତ ହୋଇଲା, ରତି ଦେବୀ ପ୍ରାୟ ତାଙ୍କ ରୂପ ପ୍ରକାଶିଲା। ତାହା ଦେଖି କୁଶନାଭ ଆନନ୍ଦ ହୋଇଲେ, ରତ୍ନବସ୍ତ୍ର ଦାସ ଦାସୀ ଯୌତୁକ ଦେଲେ। ଅଳଙ୍କାରେ କନ୍ୟାଗଣ ଭୂଷିତ କରାଇ, ରଥ ଗଜ ଅଶ୍ୱ ପୁଣି
ତାଙ୍କ ସଙ୍ଗେ ଦେଇ ଜାମାତାଙ୍କ ସଙ୍ଗେ ସତେ କନ୍ୟା ବିଦା କଲେ। ବ୍ରହ୍ମଦତ୍ତ ତାଙ୍କୁ ଘେନି ଉତ୍ସବରେ ଗଲେ। କାମ୍ପିଲ ନଗରେ ଯାଇ ହେଲେ ପରବେଶ କହେ ବୋଲେ ମନ ଲଭିଲା ସନ୍ତୋଷ। କୁଶନାଭଙ୍କର ପୁତ୍ର ପ୍ରାପ୍ତି। ଶୁଣ ରାମ କୁଶନାଭ ଥିଲେ ଅପୃତିକ, ବିବାହ କରି ଛାଡ଼ିଦେଲେ ସତେ କନ୍ୟା ଯାକ। ଶୁଣ ରାମ କୁଶନାଭ ଥିଲେ ଅପୃତିକ, ବିବାହ କରି ଛାଡ଼ିଦେଲେ ସତେ କନ୍ୟା ଯାକ। ଗୃହ ଶୂନ୍ୟ ଦେଖି ନୃପ ମନେ ଚିନ୍ତା କରି, ପୁତ୍ର ଇଷ୍ଟି ଯଜ୍ଞ କଲେ ଦ୍ୱିଜଙ୍କୁ ହକାରି। ଶୋଇଥିଲେ କୁଶନାଭ ନିଦ୍ରା ଅଚେତନେ, ତାଙ୍କ ପିତା କୁଶ ଆସି କହିଲେ ସ୍ୱପନେ। ଶୁଣ ବାବୁ ତୋର ହେବ ଧାର୍ମିକ କୁମର, ମନେ ରଖ ଗାଧି ବୋଲି ଦେବୁ ନାମ ତାର। ଜଗତରେ ପୂର୍ଣ୍ଣ ହେବ ସେ ପୁତ୍ରର ଯଶ, ଏତେ କହି ଅନ୍ତର୍ଧ୍ୟାନ ହେଲେ ଯହୁଁ କୁଶ। ନିଦ୍ରା ତେଜି କୁଶନାଭ ଚିନ୍ତି ସ୍ୱପନକୁ, ମନେ ମନେ ହୃଷ୍ଟ ହେଲେ ନ କହି କାହାକୁ। ଏଥୁ ଅନ୍ତେ କେତେ ଦିନ କୁଶନାଭଙ୍କର ରୂପ ରାଶି ଘେନି ଜାତ ହୋଇଲା କୁମର। କୁଶନାଭ ସେ ପୁତ୍ରର ଦେଲେ ଗାଧି ନାମ, ସେ ଗାଧି ଆମ୍ଭର ପିତା ଜାଣ ଆହେ ରାମ। କୁଶବଂଶେ ଆମ୍ଭେ ଜାତ ହୋଇଅଛୁ ଯେଣୁ, କୌଶିକ ବୋଲି ନାମ ବହିଅଛୁ ତେଣୁ। ସତ୍ୟବତୀ ନାମେ ଥିଲେ ଆମ୍ଭ ଜ୍ୟେଷ୍ଠା ଭଗ୍ନୀ, ତାଙ୍କୁ ବିଭା ହୋଇଥିଲେ ରୁଚିକ ସୁଜ୍ଞାନୀ। ମର୍ତ୍ତ୍ୟ ଭୋଗ ଶେଷ କରି ରୁଚିକ ବ୍ରାହ୍ମଣ, କାଳ ବସେ କଲେ ଯେଣୁ ସ୍ୱର୍ଗ ଆରୋହଣ। ସତ୍ୟବତୀ ସତୀ ପଥ ଆଚରଣ କଲେ, ଏ ଭର୍ତ୍ତାଙ୍କର ଶବ ସଙ୍ଗେ ସହଗାମୀ ହେଲେ। ଦେହ ଅନ୍ତେ ଜଗତର ହିତକୁ ସମ୍ପାଦି, ସେହି ସତ୍ୟବତୀ ହେଲେ କୌଶିକ ନଦୀ। ହିମାଳୟ ଗୃହାରୁ ସେ ହୋଇଲେ ବାହାର, ପୃଥିଭେଦି ସମୁଦ୍ରରେ ପଶିଲେ ସତ୍ୱର। ପତିବ୍ରତା ଜ୍ୟେଷ୍ଠା ଭଗ୍ନୀ କୌଶିକୀ ତୀରେ, ଆମ୍ଭେ ବାସ କରିଅଛୁ ସନ୍ତୋଷ ମନରେ। ମୁନି ଧର୍ମ ଆଚରିଣ ପିତୃଦେଶ ତେଜି, ସିଦ୍ଧାଶ୍ରମେ ଅଛୁ ଆମ୍ଭେ ସନ୍ତୋଷରେ ଭଜି। ପୁଚ୍ଛା କରିବାରୁ ତୁମ୍ଭେ ହେ ରଘୁନନ୍ଦନ, ଦେଶ ସହିତରେ ଆମ୍ଭ ବଂଶ ବିବରଣ। ବୁଝାଇ କହିଲୁ ଆମ୍ଭେ ମନେ ପ୍ରୀତି ବହି, ବହୁତ ରାତ୍ର ହେଲାଣି କଥା କହି କହି। ଚତୁର୍ଦିଗେ ଘୋଟିଅଛି ନିବିଡ଼ ଅନ୍ଧାର, ସ୍ୱର ଶବ୍ଦ ନ ଶୁଭଇ ପ୍ରାଣୀମାନଙ୍କର। ସ୍ୱର ଶବ୍ଦ ନ ଶୁଭଇ ପ୍ରାଣୀମାନଙ୍କର, ନିଶାଚର ଜୀବଜନ୍ତୁ ବିହାର କରନ୍ତି। ଆକାଶରେ ଶୋଭା ପାଏ ଚନ୍ଦ୍ର ତାରା ପନ୍ତି। ପଥଶ୍ରାନ୍ତ ହୋଇଅଛ ହେ ରଘୁନନ୍ଦନ, କର ଏବେ ବେନି ଭାଇ ଏବେ ସୁଖରେ ଶୟନ। ମୁନିଗଣେ ତାହା ଶୁଣି ଆନନ୍ଦ ହୋଇଲେ, ବିଶ୍ୱାମିତ୍ରଙ୍କୁ ବହୁତ ଧନ୍ୟବାଦ ଦେଲେ। ଶ୍ରୀରାମ ଲକ୍ଷ୍ମଣ ଶୁଣି ହେଲେ କୃତ ପ୍ରଶଂସା କରିଣ। ତହୁଁ ମୁନି କି ବହୁତ କୁଶାସନେ ଆନନ୍ଦରେ, ସର୍ବେ ନିଦ୍ରା ଗଲେ ଆକର୍ଷିଲା ନିଦ୍ରା ଦେବୀ, ଶୋଇଲେ ସତ୍ୱରେ। ବିଶ୍ୱାମିତ୍ରଙ୍କର ଗଙ୍ଗୋତ୍ପତ୍ତି କଥନ।
ସେହି ରାତ୍ର ସୁଖେ ନିଦ୍ରା କରି ସର୍ବମୁନି ପ୍ରଭାତେ ଉଠିଲେ ରାମ ଲକ୍ଷ୍ମଣଙ୍କୁ ଘେନି। ଶୁଣ ନଦୀ ତୀରେ ପ୍ରାତ କୃତ୍ୟ ବଢ଼ାଇଲେ ସ୍ନାନ ସନ୍ଧ୍ୟା ଦେବ ପୂଜା ହୋମ ଶେଷ କଲେ। ମିଥିଳାକୁ ଯିବା ପାଇଁ କରନ୍ତେ ଉଦ୍ୟମ ବିଶ୍ୱାମିତ୍ର ମୁଖ ଚାହିଁ ପୁଛିଲେ ଶ୍ରୀରାମ। ଶୁଣ ନଦୀ ଗର୍ଭେ ପୁଣ ହୋଇଅଛି ଜଳ କି ଉପାୟ ପାର ହୋଇଯିବା ଆର କୂଳ। କହନ୍ତି ସେ ବିଶ୍ୱାମିତ୍ର ଶ୍ରୀରାମ ବଚନେ ଦେଖ ପାର ହେଉଛନ୍ତି ଆଗେ ଋଷିମାନେ ତାଙ୍କ ପଥ ଅନୁସରି ଚାଲିଯିବା ଆମ୍ଭେ ସେଥିପାଇଁ ମନେ ଚିନ୍ତା କର ନାହିଁ ତୁମ୍ଭେ। ଏତେ କହି ବିଶ୍ୱାମିତ୍ର ସଙ୍ଗେ ତାଙ୍କୁ ଧରି ପଥ ବାହିଗଲେ ଶୁଣ ନଦୀ ହୋଇପାରି। ମୁନିଗଣ ସଙ୍ଗେ ମିଶି ଆନନ୍ଦରେ ଗଲେ ତ୍ରିଲୋକ ପାବନୀ ଗଙ୍ଗା ତୀରେ ଯାଇ ହେଲେ। ସେ କାଳକୁ ହୋଇଥିଲା ମଧ୍ୟାହ୍ନ ଦିବସ ଦେଖି ଶ୍ରୀରାମ ଲକ୍ଷ୍ମଣ ହୋଇଲେ ହରସ। ଉତ୍ତୁଙ୍ଗ ଲହରୀ ଶୋଭା ଗଙ୍ଗା ଦେବୀ ଜଳ ସିଦ୍ଧ ମୁନି ମାନସରୁ ଅଟଇ ନିର୍ମଳ। ଚକ୍ରବାକ ହଂସଗଣ କରୁଛନ୍ତି କ୍ରୀଡ଼ା ବିହରନ୍ତି ପୁର ସ୍ଥିରୀ ଗଣ ହୁଡ଼ି ବ୍ରୀଡ଼ା। ତୀରେ ବସି ଯୋଗାସନେ ସିଦ୍ଧ ମୁନିଗଣ ଏକଲଏ ବ୍ରହ୍ମପଦ କରୁଛନ୍ତି ଧ୍ୟାନ। ତାହା ଦେଖି ତୋଷ ଜିତେ ବିଶ୍ୱାମିତ୍ର ମୁନି ଗଙ୍ଗା ଜଳେ ସ୍ନାନ କଲେ ସମସ୍ତଙ୍କୁ ଘେନି। ଯେ ଯାହାର ନିତ୍ୟ କୃତ୍ୟ ବିଧି ବଢ଼ାଇଲେ ଫଳମୂଳ ଖାଇ ସର୍ବେ ସନ୍ତୋଷ ଲଭିଲେ। ଗଙ୍ଗା କୂଳ ମନୋହର ଦେଖି ସର୍ବମୁନି ଆନନ୍ଦେ ବସିଲେ ବିଶ୍ୱାମିତ୍ରଙ୍କୁ ସେ ଘେନି। ଶ୍ରୀରାମ ଲକ୍ଷ୍ମଣ ତାଙ୍କ ଉପଯୁକ୍ତ ଆସନେ ବସିଲେ ସେଠାରେ ବିଶ୍ୱାମିତ୍ର ସନ୍ନିଧାନେ। ବିଶ୍ୱାମିତ୍ର ମୁଖ ଚାହିଁ ପୁଛିଲେ ଶ୍ରୀରାମ କୁହ ମୁନି ଶ୍ରେଷ୍ଠ ମୋତେ ଗଙ୍ଗା ନଦୀ ଜନ୍ମ ତ୍ରିଲୋକ ପାବନୀ ହେଲେ କିମ୍ପା ଏହି ନଦୀ କି କାରଣେ ଯାଇଛନ୍ତି ପାତାଳକୁ ଭେଦି। ଶୁଣିବାକୁ ମନେ ଶ୍ରଦ୍ଧା ହେଉଛି ମୋହର ସଂକ୍ଷେପୀ କହିବା ହେଉ ତାହା ମୁନିବର। ତ୍ରିକାଳଜ୍ଞ ବିଶ୍ୱାମିତ୍ର ମୁନି ଶିରୋମଣି ପୁଲକିତ ଅଙ୍ଗ ହେଲେ ଶୁଣି ରାମ ବାଣୀ। ବୋଇଲେ ପୁଛିଲେ ଯାହା ଶ୍ରୀ ରଘୁନନ୍ଦନ କହିବା ସେ କଥା ତହିଁ ଦିଅ ଏବେ ମନ। ଗଙ୍ଗା ଦେବୀ ଜନ୍ମ ଅଟେ ଅପୂର୍ବ ଚରିତ କହିବା ସେ କଥା ଏବେ କରିଆ ଦିଅନ୍ତ। ହିମାଳୟ ନାମେ ଗିରି ଅଛନ୍ତି ଅବଧି ତାଙ୍କ ଦୁଇ ଦାସୀ ପୂର୍ବେ ପଶ୍ଚିମ ଜଳଧି। ନାନା ରତ୍ନ ଗୈରୀ করে ଦିଶନ୍ତି ଶୋଭିତ ତାଙ୍କ ସମ ଉନ୍ନତରେ ନାହିଁ ପର୍ବତ। ମେନା ନାମେ ତାହାଙ୍କର ଅଟନ୍ତି ଭାରିଜା ଜାଣ ରାମ ସେହି ମେନା ସୁମେରୁ ଆତ୍ମଜା। ମେନା ଗର୍ଭ ଦୁଇ କନ୍ୟା ହେଲେ ଉତ୍ତପତି ଜ୍ୟେଷ୍ଠା ଗଙ୍ଗା କନିଷ୍ଠା ଯେ ଅଟନ୍ତି ପାର୍ବତୀ। ଦେବତା ନିଜ କାର୍ଯ୍ୟ ସାଧନ ଇଚ୍ଛାରେ ଗଙ୍ଗାଙ୍କୁ ଲଭିବା ପାଇଁ ବିଚାରି ମନରେ ଗଙ୍ଗାଙ୍କୁ ଲଭିବା ପାଇଁ ବିଚାରି ମନରେ ଗିରିରାଜ ହିମାଳୟ ନିକଟକୁ ଗଲେ। ବହୁତ ପ୍ରକାରେ ତାଙ୍କୁ ପ୍ରବୋଧି କହିଲେ ତାଙ୍କ ବାକ୍ୟ ତୁଷ୍ଟ ହୋଇ ହିମାଳୟ ଗିରି ଜଗତ ରହିତ ଚିନ୍ତା ମନରେ ବିଚାରି ତ୍ରିଲୋକ ପାବନୀ ବୋଲି ଗଙ୍ଗାଙ୍କୁ ଜାଣିଲେ। ତାଙ୍କୁ ନେଇ ଦେବତାଙ୍କ କରେ ସମର୍ପିଲେ ଗଙ୍ଗାଙ୍କୁ ପାଇଣ ଦେବେ ଗଲେ ପ୍ରୀତି ବହି। ତାହା ଶୁଣି ପଚାରିଲେ ରଘୁକୁଳ ସାଇଁ ଆପଣଙ୍କ ବାକ୍ୟ ମୋର ହେଉଛି ସନ୍ଦେହ। ଗଙ୍ଗାଙ୍କୁ ଘେନିଣ ଗଲେ ଦେବତା ସମୂହ କାହା ପାଶେ ରଖିଲେ ସେ କିମ୍ପା ହେଲେ ଜଳ ସେ କଥା ବିସ୍ତାରି ମୁନି କୁହନ୍ତୁ ସକଳ। ଶୁଣି ବିଶ୍ୱାମିତ୍ର ମୁନି କହିଲେ ତାହାଙ୍କୁ ଗଙ୍ଗାଙ୍କୁ ଘେନାଇ ଗଲେ ଯେବେ ବୈକୁଣ୍ଠକୁ ବିଷ୍ଣୁଙ୍କ ଛାମୁରେ ତାଙ୍କୁ କଲେ ସମର୍ପଣ। ସନ୍ତୋଷ ହୋଇଲେ ତାହା ଦେଖି ନାରାୟଣ ମହାଲକ୍ଷ୍ମୀ ସରସ୍ୱତୀ ପୁଣି ଏ ଜାହ୍ନବୀ ପତି ପତ୍ନୀ ରହିଥାନ୍ତି ବିଷ୍ଣୁ ପାଦେ ସେବି। ଦିନେ ଗଙ୍ଗା ଏକାନ୍ତରେ ଯାଇ ବିଷ୍ଣୁ ପାଶ ପ୍ରେମ ଭରେ ହେଉଥିଲେ ହାସ୍ୟ ପରିହାସ। ଲକ୍ଷ୍ମୀ ସରସ୍ୱତୀ ଦୁହେଁ ମିଳି ସେହିଠାରେ ତାହା ଦେଖି କ୍ରୁଦ୍ଧ ହେଲେ ସପତ୍ନୀ ହିଂସାରେ। ମହାଲକ୍ଷ୍ମୀ କ୍ଷମାବତୀ କିଛି ନ କହିଲେ ମୁଖରି ସେ ବାଣୀ ଦେବି ସହି ନ ପାରିଲେ। କ୍ରୋଧ ବସେ କମ୍ପିଗଲା ତାଙ୍କ ଅପଘନ ବିଷ୍ଣୁ ମୁଖ ଚାହିଁ ଦେବି କହିଲେ ସନ ମୁଁ କହିବା ବାକ୍ୟ ତୁମ୍ଭେ ଶୁଣ ପ୍ରାଣନାଥ ତିନିଠାରେ ସମଦୃଷ୍ଟି ତୁମ୍ଭର ଉଚିତ।
ତ୍ରିଲୋକର ନାଥ ହୋଇ ନ ଜାଣ କି ତାହା ଆଜି କିମ୍ବା ବିପରୀତ କର ପ୍ରାଣ ନାହା। ଗଙ୍ଗା ଲକ୍ଷ୍ମୀ ଦୁହେଁ ହେଲେ ତୁମ୍ଭ ପ୍ରିୟତମା। ଗଙ୍ଗା ଲକ୍ଷ୍ମୀ ଦୁହେଁ ହେଲେ ତୁମ୍ଭ ପ୍ରିୟତମା। ମୁହିଁ ସରସ୍ୱତୀ ଏକା ଅଟେ ହୀନ କର୍ମା। ସ୍ୱାମୀ ସ୍ନେହହୀନେ ନାରୀ ଜନମ ବିଫଳ। ଏହିପରି ଅଟଇ ମୋର କର୍ମଫଳ। ଗଙ୍ଗା ଲକ୍ଷ୍ମୀ ଦୁହେଁ ଏକା ତୁମ୍ଭରି ଭାରିଜା। ମୁଁ କାହାର ହେବି ମୋତେ କର କିମ୍ପା ତେଜା। ଏପରି ନିଷ୍ଠୁର ଯହୁଁ କହିଲେ ସେ ବାଣୀ। ସେଠାରୁ ଅନ୍ତର ହେଲେ ପ୍ରଭୁ ଚକ୍ରପାଣୀ। ତାହା ଦେଖି ଗଙ୍ଗା ଦେବୀ ଅତି କ୍ରୋଧ ହେଲେ। ସରସ୍ୱତୀ ମୁଖ ଚାହିଁ ନିଷ୍ଠୁରେ କହିଲେ, ଶୁଣ ସରସ୍ୱତୀ ତୋର ମୁଖେ ଲଜ୍ଜା ନାହିଁ। ପତି ସ୍ନେହ ଦେଖି ମୋତେ ନ ପାରୁ ତୁ ସହି। ମୋ ପ୍ରତି ସ୍ୱାମୀର ଯେବେ ଥିବ ପ୍ରିୟ ଭାବ। କି କରିବୁ ତୁହି ତୋର ହାତେ କିସ ହେବ। ଏତେ କହି ଗଙ୍ଗା କୋପେ ପ୍ରଜ୍ୱଳି ଉଠିଲେ। ମାରିବାକୁ ସରସ୍ୱତୀ ପାଶେ ଧାଇଁଗଲେ। ଦୁହିଁଙ୍କର କଳି ହେବା ଦେଖି ପଦ୍ମାଳୟା ଭଙ୍ଗାଇଲେ ସେ ଦୁହିଁଙ୍କ ମଧ୍ୟେ ହୋଇଠିଆ। ସେ ସମୟ ସରସ୍ୱତୀ ବହି ମନେ କୋପ। ଗଙ୍ଗା ଲକ୍ଷ୍ମୀ ଦୁହିଁକି ସେ ଦେଲେ ଏହି ଶାପ। ଗଙ୍ଗା ଲକ୍ଷ୍ମୀ ଦୁହିଁକି ସେ ଦେଲେ ଏହି ଶାପ। ଲକ୍ଷ୍ମୀକି ବୋଇଲେ ତୁହି ବୃକ୍ଷ ରୂପ ହେବୁ। ମୋ ପାଶରେ ଭୁବନେ କ୍ଷଣେ ନ ରହିବୁ। ତଦନ୍ତେ ଗଙ୍ଗାଙ୍କ ମୁଖ ଚାହିଁ କୋପେ କହି, ମର୍ତ୍ତ୍ୟପୁରେ ବହିବୁ ତୁ ନଦୀ ରୂପ ହୋଇ। ଏହି ରୂପେ ସରସ୍ୱତୀ ଦେଲେ ଯହୁଁ ଶାପ। ତାହା ଶୁଣି ଗଙ୍ଗା ଲକ୍ଷ୍ମୀ ଦୁହେଁ କଲେ କୋପ। ବୋଇଲେ ତୁ ମୁଖରି ଲୋ ନ ଜାଣି ମା ପଣେ। ବିନା ଦୋଷେ ଶାପ ଦେଲୁ ଆମ୍ଭ ଦୁଇ ଜଣେ। ଧିକ ତୋର ସ୍ୱଭାବ ଲୋ ତୁହି ଧିକ ହୁଅ। ଆମ୍ଭ ଶାପେ ମର୍ତ୍ତେ ଯାଇ ନଦୀ ରୂପେ ବହ। ତୋ ଜଳରେ ଯେତେ ପାପୀ ସ୍ନାନ କରିବେ। ତୋତେ ପାପ ଦେଇ ସର୍ବେ ମୁକତି ଲଭିବେ। ତାଙ୍କ ପାପ ଯାକ ସବୁ ରହିବ ତୋ ଦେହେ। ଏତେ କହି ମୌନ ଭଜି ରହିଲେ ସେ ଦୁହେଁ। ଏ ସମୟ ବିଷ୍ଣୁ ଆସି ସେଠାରେ ମିଳିଲେ। ପରସ୍ପରେ ଶାପ ଦେବା କଥାକୁ ଶୁଣିଲେ। ବିସ୍ମୟ ହୋଇଲେ ଦେଖି ତାଙ୍କ ଏ ରୀତିକି। ଆଲିଙ୍ଗନ କରି ଶାନ୍ତ କଲେ ବାଗ୍ଦେବୀଙ୍କି। ତଦନ୍ତେ ଲକ୍ଷ୍ମୀକି ଚାହିଁ କହିଲେ ମୁରାରୀ। ଧର୍ମଧ୍ୱଜ ଘରେ ତୁମ୍ଭେ ହୋଇବ କୁମାରୀ। ଅଯୋନିକା ହୋଇ ମର୍ତ୍ତ୍ୟ ପୁରେ ରହିଥିବ। କିଛି ଦିନେ ସାପ ଫଳେ ବୃକ୍ଷ ତ ପାଇବ। ତୁମ୍ଭ ବୃକ୍ଷ ନାମେ ଜାଣ ହୋଇବ ତୁଳସୀ। ପୂଜିବେ ସେ ବୃକ୍ଷ ମୂଳେ ତିନି ପୁରବାସୀ। ସେ ଜଳରେ ଆମ୍ଭେ ପୂଜା ପାଇବୁ ବିଶେଷ। ବୃକ୍ଷ ରୂପେ ମର୍ତ୍ତ୍ୟ ରଖ ତୁମ୍ଭ ନିଜ ଅଂଶ। ବୈକୁଣ୍ଠେ ଆସି ପୁଣି ପାଇବ ଆମକୁ। ଏତେ କହି ନାରାୟଣ କହିଲେ ଗଙ୍ଗାଙ୍କୁ। ନଦୀ ରୂପା ହୋଇ ତୁମ୍ଭେ ପୃଥିବୀ କି ଯିବ। ପତିତ ପାବନୀ ନାମ ସଦା ବହିଥିବ। ତୁମ୍ଭ ଜଳେ ମହାପାପୀ କଲେ ଅବଗାହ। ପାପମୁକ୍ତ ସେହି କ୍ଷଣି ହେବ ତାଙ୍କ ଦେହ। ସୂର୍ଯ୍ୟବଂଶେ ଭଗୀରଥ ରାଜା ଜନ୍ମ ହେବେ। ତପ କରି ପୃଥିବୀ କି ତୁମଙ୍କୁ ସେ ନେବେ। ଭାଗୀରଥୀ ବୋଲି ନାମ ହୋଇବ ସେ କାଳେ। ନଦୀ ରୂପେ ଧରି ଯିବ ଭାରତ ମଣ୍ଡଳେ। ଆମ୍ଭ ଅଂଶେ ସମୁଦ୍ରର ଅଟଇ ସମ୍ଭବ। ସେ ସମୁଦ୍ରେ ତୁମ୍ଭେ ଯାଇ ସଙ୍ଗମ ହୋଇବ। କେତେ କାଳ ଚନ୍ଦ୍ରବଂଶେ ଶାନ୍ତନୁ ନୃପତି। ଆମ୍ଭ ନିଜ ଅଂଶ ଘେନି ହେବେ ଉତ୍ତପତି। ସେହି କାଳେ ତୁମ୍ଭେ ସ୍ତ୍ରୀ ରୂପକୁ ଧରିବ। ସେ ଶାନ୍ତନୁ ନୃପଙ୍କର ଭାରିଜା ହୋଇବ। ଏତେ କହି ଖେଦ ମନେ ବୋଇଲେ ଶ୍ରୀହରି। ତିନି ଗୋଟି ଭାରିଜା ଗୃହେ ଥିବେଟି ଯାହାରି। ତିନି ଭୃତ୍ୟ ତିନି ଗୃହ ଅଟଇ ଯାହାର। କଦାଚିତେ ସୁଖ ଭୋଗ ନୁହଁ ତାହାର। ଦୁଷ୍ଟା ଭାର୍ଯ୍ୟା ଶଠ ମିତ୍ର ସର୍ପ ଥିବା ବାସ। ଏ ଯାହାର ଥିବ ତାର ହେବ ସର୍ବନାଶ। ଦୁଷ୍ଟ ଭାର୍ଯ୍ୟା ଘେନି ଗୃହ କରିବା ଅପେକ୍ଷା। ବନେ ବାସ ଶ୍ରେୟସ୍କର ଧରି ମୁନି ଦୀକ୍ଷା। ବକଳ ପିନ୍ଧିଣ ପଛେ ଖାଉ ଫଳମୂଳ। ହେଉ ପଛେ ଶୀଘ୍ର ବ୍ୟାଘ୍ର ବନାଗ୍ନି କବଳ। ସୂର୍ଯ୍ୟତାପ ବିଷ ଅଗ୍ନି ଜ୍ୱାଳା ଅଟେ ସହ୍ୟ। ଦୁଷ୍ଟା ସ୍ତ୍ରୀ କଟୁ ବାକ୍ୟ ଅଟଇ ଅସହ୍ୟ। ଯେ ଯାହା ଅର୍ଜିଣ ଥାଏ ସେ ତାହା ଭୁଞ୍ଜଇ। ପୂର୍ବାଜିତ ଶୁଭାଶୁଭ ଅନ୍ୟଥା ନୁହଇ। ବହୁ ଭାର୍ଯ୍ୟା କଲେ କୀର୍ତ୍ତି ଯଶ ନାଶ ଯାଏ। ଜିଇଥିବା ଯାକ ତାର ଶାନ୍ତି ସୁଖ ନୁହେଁ। ପ୍ରିୟ ଭାଷୀ ପ୍ରିୟତମା ଏକ ଭାର୍ଯ୍ୟା ଥିଲେ। ଇନ୍ଦ୍ରପଦ ସମ ନୁହେଁ ତାର ଗୃହ ତୁଲେ। ଏ ହେତୁରୁ ବ୍ରହ୍ମା ପାଶେ ଯାଅ ସରସ୍ୱତୀ।
ଗଙ୍ଗା ତୁମ୍ଭେ ଶିବ ଶିରେ କର ଯାଇ ସ୍ଥିତି। ଏକା ହୋଇ ପଦ୍ମାଳୟା ଥାଉ ଆମ୍ଭ ପାଶ। ଏପରି କହନ୍ତେ ତାଙ୍କ ଆଗେ ଋଷିକେଶ। ତିନି ଦେବୀ ଶୁଣି ଉଚ୍ଚେ କ୍ରନ୍ଦନକୁ କଲେ। ଭୟେ ବିଷ୍ଣୁ ପାଦ ତଳେ ପଡ଼ି ଜଣାଇଲେ। ଆମ୍ଭ ଦୋଷ କ୍ଷମା କର ହେ କୃପାନିଧି। କ୍ରୋଧ ହିଂସା ବଶ ହୋଇ ହରାଇଛୁ ବୁଦ୍ଧି। ତୁମ୍ଭ ପରି ସ୍ୱାମୀ ତେଜି ଯିବୁ କାହା ପାଶ। ହରାଇବୁ ପ୍ରାଣ ତୁମ୍ଭ ଆଗେ ଖାଇ ବିଷ। ସ୍ତ୍ରୀ ହତ୍ୟା ପାପ ନିଶ୍ଚୟ ତୁମ୍ଭର ହୋଇବ। ବିନା ଦୋଷୀ ଯଦି ତୁମ୍ଭେ ଆମଙ୍କୁ ତେଜିବ। ସେହି କାଳେ ମହାଲକ୍ଷ୍ମୀ ଦୁଇ କର ଯୋଡ଼ି ଜଣାଇଲେ ପ୍ରଭୁଙ୍କର ପଦ୍ମ ପାଦେ ପଡ଼ି। ସରସ୍ୱତୀ ସାପେ ଯେବେ ମର୍ତ୍ତ୍ୟପୁରେ ଯିବୁ। କେତେ କାଳ ଯାଏ ଆମ୍ଭେ ସେଠାରେ ରହିବୁ। ପୁଣି କେତେ ଦିନେ ଆସି ତୁମ ଶ୍ରୀପୟରେ ଦେଖିବୁ। ସେ କଥା ଏବେ କହ ପ୍ରାଣେଶ୍ୱର। କି ପ୍ରକାରେ ଶାପମୁକ୍ତ ଆମ୍ଭର ହୋଇବ। କପଟ ନ କରି ପ୍ରଭୁ ତାହା ଆଜ୍ଞା ଦେବ। ଲକ୍ଷ୍ମୀଙ୍କର ଶୁଣି ଏହି କରୁଣ ବଚନ। ହୃଦୟ ଦୟା ବହି ତାଙ୍କୁ ଶ୍ରୀ ମଧୁସୂଦନ। ବୋଇଲେ ଗୋ ପ୍ରାଣ ପ୍ରିୟ ତୁମ୍ଭେ ମାନେ ଯାହା। ଇଚ୍ଛା ସୁଖେ ଅର୍ଜି ଅଛ ସେ କେ ଭୁଞ୍ଜିବ ତାହା। ସରସ୍ୱତୀ ଦେବୀଙ୍କର କିଛି ଅଂଶ ଯାଇ ମର୍ତ୍ତ୍ୟପୁରେ ରହିଯିବ ନଦୀ ରୂପ ହୋଇ। ଅର୍ଧେ ଅଂଶ ରହିବ ଯେ ବ୍ରହ୍ମାଙ୍କ ମନ୍ଦିରେ। ନିଜେ ସରସ୍ୱତୀ ଥିବେ ଆମ୍ଭ ସମୀପରେ। ଶୁଣିଲ ତ ସରସ୍ୱତୀ ଦେବୀଙ୍କର କଥା। କହୁଅଛୁ ଏବେ ଶୁଣ ଗଙ୍ଗାଙ୍କ ବ୍ୟବସ୍ଥା। ପୃଥିବୀ ମଧ୍ୟକୁ ତାଙ୍କୁ ନେବେ ଭଗୀରଥ। ତିନି ପୁର ଯାକ ହେବେ ତହିଁରେ କୃତାର୍ଥ। ଗଙ୍ଗା ଜଳ ସ୍ନାନେ ମହାପାପ ନାଶ ଯିବ। ପତିତ ପାବନୀ ନାମ ତାଙ୍କର ହୋଇବ। ଅଂଶ ମାତ୍ର ତାହାଙ୍କର ଯିବ ମର୍ତ୍ତ୍ୟପୁରେ। ନିଜେ ଗଙ୍ଗା ରହିଥିବେ ଆମ୍ଭ ସମୀପରେ। କାଳ ବସେ ଶିବଙ୍କର ମସ୍ତକରେ ଯାଇ। ରହିବେ ସେ ତୁମ୍ଭ କଥା ଶୁଣ କହୁଥାଇ। ତୁମ୍ଭ ଅଂଶୁ ମର୍ତ୍ତ୍ୟ ଯାଇ ହେବ ବୃକ୍ଷ ରୂପ। ତୁମ୍ଭେ ନିଜେ ରହିଥିବ ଆମ୍ଭର ସମୀପ। କଳି ଯୁଗେ ଆମ୍ଭେ ହେବୁ ବୌଦ୍ଧ ଅବତାର। ତୁମ୍ଭ ବୃକ୍ଷ ଦଳ ହେବ ଆମ୍ଭ କଣ୍ଠେ ହାର। ଯେତେ ଯେତେ ଭକ୍ତ ଆମ୍ଭ ପାଦରେ ପୂଜିବେ। ବିନା ତୁଳସୀରେ ପୂଜା ଫଳ ନ ପାଇବେ। ତୁମ୍ଭମାନଙ୍କର ଏହି କର୍ମଫଳ ଜାଣ। ଯୋଗ ଥିବା କଥା କେବେ ନ ହୁଅଇଆନ। ପ୍ରଭୁଙ୍କ ଶ୍ରୀମୁଖ ଆଜ୍ଞା ପାଇ ଏହିପରି। ମୌନେ ରହିଲେ ସର୍ବେ ଲକ୍ଷ୍ମୀ ଆଦି କରି। କଳାଂଶରେ ସରସ୍ୱତୀ ଗଲେ ଗଙ୍ଗା ସାପେ। ବହିଲେ ପୃଥିବୀ ମଧ୍ୟେ ସରସ୍ୱତୀ ରୂପେ। ବିଷ୍ଣୁ ଆଜ୍ଞା ମାନି ପୁଣି ଅଂଶେ ଘେନି ଗଲେ। ବ୍ରହ୍ମା ପାଶେ ରଖି ନିଜେ ବୈକୁଣ୍ଠେ ରହିଲେ। ହରେ ମୁରାରେ ମଧୁ କୈଟଭାରେ। ଗୋବିନ୍ଦ ଗୋପାଳ ମୁକୁନ୍ଦ ସ୍ମରେ। ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ। ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ। ନିରାଶ୍ରୟ ମାଂ ଜଗଦୀଶ ହରେ। ଓଂ ରାମ ରାମ ରାମ।